नमस्कार बंधु माने जय जगन्नाथ आपण प्रभु जगन्नाथ कृपा निश्चय भलरे थिबा आ मु भलरे अछि बंधु माने मु गोटे आज अलगा कहानी नहीं आपण पाखक आसु से कहानीटी है गोटे माँ पुअर कहानी। घरे जिते बड़े छोट पिलाटे जन्म हुए से पुणी पुओ माँ बापा माने बहुत खुशी होती कहीं गोटे पुओ जन्म हो से पुओ जदि भविष्य बड़ मनीष है चाकरी बाकरी है माँ बापा को न पचारे स्त्री कथार चले आउ माँ बापा केमिति आशा मौली जाए से कहानी नहीं मुझे आगे पढ़ुची आ पूर्व आपण मोर गोटे अनुरोध जदि आपण मो चैनल को सब्सक्राइब करने ताले सब्सक्राइब कर बेल आइकन दबातु आ लाइक शेयर मत करूँ। ठीक अच्छे बंधु एथरक आम कहानी की नहीं आगे बढ़ा। बंधु ब्रजबाबू आउ किशोरी आर गोटे छोटिया पुओटी ब्रजबाबू गोटे किरानी चाकरी कर किशोरी घर काम करती जहाँ को आम हाउस वाइफ कहते घरोई महिला आउर गोटे बोली पुओ से पुओ पाई से जान जीवन दे जाते पुओ जदि टिके झुंटी पड़े से छाती फाटी जाए एते आनंद एते खुशी रे रखी था जेते बेले पुओ जहा कहे सबू तार पूरण करते पुओ मध्य माँ को छाड़ी रही पारे बापा को छाड़ी रही पारे किंतु बापा ठारू माँ को सी बहुत भल पाए एते भल पाए जो बोध हुए तार गोटे माँ आ से माँ ये गोटे पुओ दुनिया रे तांको भली केही माँ पुओ ना तांको पुओ राजीव भल पढ़ुता है धीरे धीरे क्लास पर बहुत भल पढ़ुता है पढ़ला पर एमाने भी बहुत खुशी कहीं तांको पुओ जा हो भल पाठ पढ़ुची आगु को बढ़ुची सब ना कमाऊँ स्कूल रे ना कमाऊँ भारी खुशी आउ ता भितरे पुओ को 22 वर्ष हो जाए से किशोरी ब्रजबंधु कहती अच्छा आम पुओ को बर्तमान 22 वर्ष है किंतु बंधु ये कही रखुची ये जो 22 वर्ष ये जो पढ़ा ता मझिरे पुओ राजीव चाकरी मध्य पाई था आ भल दरमारे किशोरी देखिले वर्तमान पुओ चाकरी करिगला आ बापार रिटायरमेंट हवा को किछि दिन बाकी अच्छे तेणु तारी भितर पुओ को बाहर कर बहुटे आनिले हुए तो टिके शांति लगे से से समस्त मध्यस्थी समस्त को कही बहु ठीक करती बहुर फोटो मगाती आ फोटो साई रे पड़िशा रे समस्त के देखाती आ पुओ को मध्य देखाती पुओ गोटे झील को पसंद करे से झीलटी हूँ रुचि नाटी जेमिति देखा भी सेमिति गोटे चाउल रे गढ़ा आउ जिते बड़े पुओ पसंद कला राजीव रुचि की सेते बड़े किशोरी आउ ब्रजबंधु ताको घरे प्रस्ताव पकेले झील घरे आउ निर्बंध मध्य सारी देले आ निर्बंधर 2 मास पर विभागर है राजीव आउ रोजी राजीव रोजीर विभागर है
ତା ଭିତରେ ଯେଉଁ 2 ମାସ ଗ୍ୟାପ୍ ରହିଲା, ଯେଉଁ ମଝିରେ ନିର୍ବନ୍ଧରୁ ବିବାହର ଭିତରେ କୌଣସି ମତେ ରାଜୀବ ମଧ୍ୟସ୍ଥିଙ୍କ ଦ୍ୱାରା ରୋଜିର ଫୋନ୍ ନମ୍ବରଟି ନେଇ ଆସିଲେ। ଯାହା ଆଜିକାଲି ଦୁନିଆରେ ଚାଲିଛି, ଆଜିକାଲି ସମାଜରେ ଚାଲିଛି, ଆଜିକାଲି ପିଲାମାନେ କରୁଛନ୍ତି, ଠିକ୍ ସେଇ ଘଟଣା ରାଜୀବ କ୍ଷେତ୍ରରେ ଘଟିଲା, କିଶୋରୀ କ୍ଷେତ୍ରରେ ଘଟିଲା, ଆଉ ବ୍ରଜବନ୍ଧୁଙ୍କ ଘରେ ମଧ୍ୟ ଘଟିଲା ସେଇ ସମସ୍ୟା। ଧୀରେ ଧୀରେ ସେମାନେ କଥାବାର୍ତ୍ତା ହେବାକୁ ଚାଲିଲେ। ଏତେ କଥାବାର୍ତ୍ତା ହେଲେ ଯେ ରାଜୀବ ଭୁଲିଗଲେ ତାଙ୍କ ମାଆକୁ, ଯେଉଁ ମାଆ ପାଇଁ ସେ ପାଗଳ ହେଉଥିଲେ। ସବୁବେଳେ ବ୍ୟସ୍ତ। ମା କିଶୋରୀ ବି ଅନୁଭବ କଲେ ଏଇ ଯେଉଁ 2 ମାସ ପୂର୍ବରୁ ଯେଉଁ ନିର୍ବନ୍ଧଟି ହେଲା, ମୋ ପୁଅ ଯେଉଁ ମା ବୋଲି ପାଗଳ ହେଉଥିଲା, ଏବେ ମୋତେ ଆଉ ସେ କଥା ହେଉନାହିଁ। ସବୁବେଳେ ବ୍ୟସ୍ତ, ଆଉ ସବୁବେଳେ ଅଫିସରୁ ଫେରିଲା ପରେ ସେଇ ରୁମ୍ ଭିତରେ କବାଟ ଦେଇ ସବୁବେଳେ ଗପୁଛି। କାହା ସହିତ ଗପୁଛି, କ'ଣ କରୁଛି, ସବୁ ସେ ଜାଣିଥାନ୍ତି। ତଥାପି ପରୀକ୍ଷା କରିବା ପାଇଁ ସେ ରୁମ୍କୁ ଦିନେ ଚାଲିଗଲେ। ସେତେବେଳକୁ ରାତି ପ୍ରାୟ 10ଟା 11ଟା ହେଇଥାଏ। କାହିଁକି ନା ତା ପୂର୍ବରୁ ସେ ଯେତେବେଳେ ଛୋଟ ଥିଲା, ସେତେବେଳେ ସବୁବେଳେ ସେ ପୁଅ ଶୋଇ ସାରିଲା ପରେ କିଶୋରୀ ଆସନ୍ତି ଶୋଇବା ପାଇଁ। ଏଇ ଯେଉଁ 2 ମାସ ଭିତରେ କାହିଁ ତାଙ୍କୁ କେମିତି ଲାଗିଲା। ଯେତେବେଳେ ରାଜୀବଙ୍କ ରୁମ୍କୁ କିଶୋରୀ ପହଞ୍ଚିଗଲେ, ରାଜୀବ ଅସ୍ତବ୍ୟସ୍ତ ହେଇ ଫୋନ୍ଟିକି କାଟିଦେଲା, ଆଉ କହିଲା, ବୋଉ ତୁ ଏତେ ରାତିରେ? କିଶୋରୀ କହିଲେ, ନାଇଁ ବାପା, ଆଉ ତୁ ଶୋଇଛୁ ନା ନାହିଁ, ସେଥିପାଇଁ ତୋ ରୁମ୍କୁ ଟିକେ ପଳେଇ ଆସିଲି। ଦେଖିଲି ତୁ ଗପୁଛୁ କାହା ସହିତ। ରାଜୀବ ଯେଉଁ ହଠାତ୍ ଫୋନ୍ କାଟିଦେଲେ, ସେତିକି ବେଳେ ରୋଜି ଜାଣିପାରିଲେନି ଯେ ରାଜୀବଙ୍କ ରୁମ୍କୁ କିଶୋରୀ ଆସିଛନ୍ତି। ରାଜୀବଙ୍କର ମା ବାର ସେ ଫୋନ୍ କରି ଚାଲିଲେ, ଆଉ ସେଥିରେ ବ୍ୟସ୍ତ ହେଇ, ପୁରା ଅସ୍ତବ୍ୟସ୍ତ ହେଇ ରାଜୀବ ମାଆକୁ କହିଲେ, ବୋଉ ମୁଁ କ'ଣ ଆଉ ଛୋଟ ପିଲା ହେଇକି ଅଛି? ମୁଁ ବଡ଼ ହେଲାଣି ପରା। ତୁ ମୋ ରୁମ୍କୁ ଆସିବାଟା ଏ ଟାଇମ୍ରେ ଠିକ୍ ନୁହେଁ। କିଶୋରୀକି ବହୁତ କଷ୍ଟ ଲାଗିଲା, ମନ ଦୁଃଖ ହେଲା। ଆଖିରୁ ଠୋପା 2 ଠୋପା ଲୁହ ବୋହିଲା, ଆଉ ଲୁଗା କାନିରେ ଆଖି ପୋଛି ପଳେଇ ଆସିଲେ। ବ୍ରଜବନ୍ଧୁ ପଚାରିଲେ, କିଓ କ'ଣ ହେଲା? ତମେ ତ ଖୁସିରେ ଗଲ ପୁଅ ରୁମ୍, ଆଉ ଆସିଲା ବେଳକୁ ଏମିତି ଆଖି ଛଳ ହେଇକି ଆସୁଛ? ନା କ'ଣ କହିବି, ଏଇଭଳି ସମସ୍ୟା। ପୁଅ ମୋତେ ଏଇ କଥା କହିଲା ତୁ ମୋ ରୁମ୍କୁ ବୋଉ ଏତେ ରାତିରେ ଆସିବାଟା ଠିକ୍ ନୁହେଁ। ମୁଁ ଏବେ ବଡ଼ ହେଇଗଲା, ଛୋଟ ପିଲା ନାହିଁ। ବ୍ରଜବନ୍ଧୁ ଟିକେ ମୁସ୍କୁରାଇଲେ, ଆଉ କିଶୋରୀକି ବୁଝେଇଲେ। କହିଲା, ଆରେ ତମର ଯେଉଁ ଯୁବକ, ଆମେ ଯେତେବେଳେ ଯୁବକ ଯୁବତୀ ଥିଲେ, ଆମର ଯେଉଁ ସେ ଅବସ୍ଥାଟା କ'ଣ ତମେ ଭୁଲିଗଲଣି? ଆମର ବିବାହ ପୂର୍ବରୁ ଆମେ କେତେ ଲୁଚି ଛପି କଥାବାର୍ତ୍ତା ହେଉଥିଲେ, ସିନେମା ଯାଉଥିଲେ, ତମେ ସେଗୁଡ଼ାକ ସବୁ କ'ଣ ଭୁଲିଗଲେଣି? ତାଙ୍କର ସେଇ ଅବସ୍ଥା, ସେଇ ସମୟରେ ବର୍ତ୍ତମାନ ପହଞ୍ଚୁଛନ୍ତି, ତ ତୁମେ ସେଥିପାଇଁ କାହିଁ ବ୍ୟସ୍ତ ହେଇପଡ଼ୁଛ? ମା ମନ ତ ବୁଝିଲାନି। ଭାବିଲେ, କାହିଁ ମୋତେ କେମିତି ଅଲଗା ଲାଗୁଛି। ଆରେ ତମେ କାହିଁକି ବ୍ୟସ୍ତ ହେଉଛ? ମୁଁ ତମକୁ କହୁଛି ପରା, ଏ ଅବସ୍ଥା ସମସ୍ତେ ସେମିତି ହୁଅନ୍ତି। ସିଏ ଆମେ ତ ନିଜେ ହେଇଥିଲେ। ତଥାପି ବ୍ରଜବନ୍ଧୁ ଜାଣିଲେ କିଶୋରୀଙ୍କୁ ବହୁତ କଷ୍ଟ ହେଇଛି।
ସେ ପୁଅ କଥାରେ ମନ ବହୁତ ଦୁଃଖ କରୁଛନ୍ତି। ତାଙ୍କୁ ବୁଝେଇବାକୁ ଲାଗିଲେ, ଆଉ ବୁଝେଇଲେ ମଧ୍ୟ କିଶୋରୀ ସବୁଥିରେ ହଁ ମାରି ଚାଲିଲେ, ମନ ମାରି ରହିଲେ ସଂସାର। ତାପରେ ତାଙ୍କର ବାହାଘର ହେଲା। ବୋହୂ ଘରକୁ ଆସିଲା। ହଠାତ୍ ଦିନେ ସଂସାର ଚାଲିଥାଏ ଠିକ୍ ଠାକ୍, ପରିବାର ଠିକ୍ ଠାକ୍ ଚାଲିଥାଏ। ରାଜୀବ ଆସି କହିଲେ, ବାପା ବୋଉ, ମୋର ଅଫିସରୁ ଏବେ ଆଜି ଚିଠି ଆସିଛି, ହେଡ଼ ଅଫିସରୁ ଚିଠି ଆସିଛି, ମୋର ଟ୍ରାନ୍ସଫର ବିଦେଶ ହେଇଯାଉଛି, ଆଉ ମୋ ଫ୍ୟାମିଲି ଯିବାକୁ ସେଠି ପଡ଼ିବ। କିଶୋରୀ କିଛି କହିବା ପୂର୍ବରୁ ବ୍ରଜବନ୍ଧୁ କହିଲେ, ବଢ଼ିଆ କଥା, ଯଦି ଅଫିସରୁ ତୁମକୁ ବାହାରକୁ ପଠାଉଛନ୍ତି, ଦରମା ବି ବଢ଼ିବ, ବାହାର ଦୁନିଆ ବାବଦରେ ତୁମେ ଜାଣିବ, ତୁମେ ନିଶ୍ଚୟ ଯିବା କଥା। କିନ୍ତୁ କିଶୋରୀ ଏଥିରେ ଖୁସି ନଥାନ୍ତି। ସେ ଯାହା ବି ହଉ ସେମାନେ ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେଲେ, ଆଉ ବାହାରକୁ ଗଲେ ମଧ୍ୟ। ଆଉ ଯେତେବେଳେ ଗଲେ ମଝିରେ ମଝିରେ କଥା ହୁଅନ୍ତି। ଫାଷ୍ଟ ପହଞ୍ଚିଲା ପରେ ଗୋଟାଏ ମାସ ପ୍ରତିଦିନ ରାତିକି କଥା ହୁଅନ୍ତି। ତାପରେ ଦିନଟା 3 ଦିନ ହେଇଗଲା, 3 ଦିନରେ ଥରେ କଥା ହେଲେ। ଆଉ ତାପରେ 3 ଦିନଟା ସପ୍ତାହକୁ ଚାଲିଗଲା, ଆଉ ତାପରେ ସପ୍ତାହଟା ମାସକୁ ପଳେଇଲା, ଆଉ ମାସ ପରେ କିଶୋରୀ ଫୋନ୍ କରନ୍ତି। ଯେତେବେଳେ ରାଜୀବ କୁହନ୍ତି, ବୋଉ ମୁଁ ବ୍ୟସ୍ତ କହି ଫୋନ୍ କାଟିଦିଏ। କିଶୋରୀଙ୍କୁ ବହୁତ କଷ୍ଟ ହୁଏ, ଘୁମୁରି କାନ୍ଦନ୍ତି। ଆଉ ବ୍ରଜବାବୁ ତାଙ୍କୁ ବୁଝାନ୍ତି ବହୁତ, ଆରେ ସେ ବାହାରେ ଅଛି, ବାହାରେ ଚାକିରି କରିଛି, ତମେ କାହିଁକି ଏତେ ବ୍ୟସ୍ତ ହେଉଛ? କିନ୍ତୁ କିଶୋରୀଙ୍କ ମନ ମାନେନି। ସେ ଗୋଟାଏ କଥା ଭାବନ୍ତି, ପ୍ରକୃତରେ ମୁଁ ତ ବାହା ହେଇ ଆସିଲା ପରେ ମୋ ଶାଶୁ ଶ୍ୱଶୁରଙ୍କୁ ଅନାଦର କିଛି କରିନଥିଲି, ହେଲେ ମୋ ବୋହୂ ଆସିଲା ପରେ ମୋ ପୁଅ କାହିଁକି ବଦଳି ଯାଉଛି, ଯେଉଁଟାକି ତା ବାପା ବଦଳି ନଥିଲେ। ତାପରେ ଧୀରେ ଧୀରେ ମନକୁ ବୁଝାନ୍ତି କିଶୋରୀ, ଘୁମୁରି କାନ୍ଦନ୍ତି। ମା ମନ ତ ଭାରି କଷ୍ଟ ହୁଏ, କାହିଁକି, ଗୋଟିଏ ବୋଲି ପୁଅ। ତାପରେ ବ୍ରଜବନ୍ଧୁଙ୍କର ରିଟାୟାରମେଣ୍ଟ ଟାଇମ୍ ହେଇଯାଇଥାଏ। କିଶୋରୀ ଫୋନ୍ କଲେ ରାଜୀବ, ପୁଅ ତୋ ବାପାଙ୍କର ଅମୁକ ଡେଟ୍ରେ ରିଟାୟାରମେଣ୍ଟ ହେଉଛନ୍ତି, ଆଉ ସବୁ ଅଫିସ୍ ସାରା ଲୋକ ଫେରୱେଲ୍ ଦେଉଛନ୍ତି, ଆଉ ତୁ ଯଦି ପାରିବୁ ଭିଡ଼ିଓ କଲ୍ ଯଦି କରନ୍ତୁ, ତାହେଲେ ତୋ ବାପାଙ୍କୁ ଟିକେ ଖୁସି ଲାଗନ୍ତା, ମୋତେ ଖୁସି ଲାଗନ୍ତା। ରାଜୀବ କହିଲେ, ହଁ ମୁଁ ନିଶ୍ଚୟ କରିବି। କିନ୍ତୁ ସେଦିନ ରିଟାୟାରମେଣ୍ଟ ହେଲା, ଫେରୱେଲ୍ ମିଳିଲା, କିନ୍ତୁ ରାଜୀବଙ୍କର ଭିଡ଼ିଓ କଲ୍ ହେଲା ନାହିଁ। ବହୁତ କଷ୍ଟ ଲାଗିଲା। ଚାକିରିରୁ ବ୍ରଜବାବୁ ରିଟାୟାର୍ଡ ନେବାଟା କିଶୋରୀଙ୍କୁ ଯେତିକି ଧୋକା ଦେଇନଥିଲା, ଯେତିକି ଦୁଃଖ ଦେଇନଥିଲା, ରାଜୀବଙ୍କର ଭିଡ଼ିଓ କଲ୍ ନ କରିବାଟା ସେତିକି କଷ୍ଟ ହେଇଥିଲା। ଆଉ ତାପରେ ରିଟାୟାରମେଣ୍ଟ ହେଲା ପରେ ଘରେ ବସନ୍ତି ବ୍ରଜବାବୁ, ମଝିରେ କୁହନ୍ତି, ଆଉ ଟିକେ କ'ଣ ଘରେ ପିଠାପଣା ଛଣା କର, ଟିକେ ଛଣାଛଣି କର, ଏ ଖାଇବା। କିଶୋରୀ ରାଗି ଯାଇ ତାକୁ କୁହନ୍ତି, କାହା ପାଇଁ କରିବି, ତମ ପାଇଁ ଏକୁଟିଆ? ଆରେ ଯିଏ ଖାଇବା ଲୋକ ତ ସିଏ ନାହିଁ, ଯଦି ସିଏ ତାହନ୍ତା ଆଜି କେତେ ଖୁସି ହେଇଥାନ୍ତା।
ତିନି ଜଣ ବସି ଖାଇଥାନ୍ତି। ଆଉ ବ୍ରଜବନ୍ଧୁ କିଶୋରୀଙ୍କ ମନ କଥା ଜାଣିପାରନ୍ତି, ଉତ୍ତର ଦିଅନ୍ତିନି, ଆଉ ନିଜେ ବଜାରକୁ ଚାଲିଯାଆନ୍ତି, କିଛି ଖାଇକି ଆସନ୍ତି। କିନ୍ତୁ ଖାଇଲେ କ'ଣ ହେବ? ଘରରେ ଯେଉଁ ରନ୍ଧା, ଘରର ଯେଉଁ ପିଠାପଣା, ତା ଭଳି କ'ଣ ଦୋକାନରେ ଅନୁଭବ କରନ୍ତି। ତାପରେ ଘରକୁ ଆସନ୍ତି। ଏଇ ଯେଉଁ ଆସିବା ପରେ ସ୍ୱାମୀ ସ୍ତ୍ରୀଙ୍କର କଥା କୁହନ୍ତି ଯେ ଆମକୁ ତ 6 ମାସ ହେଇଗଲା, ଏବେ କ୍ୱାର୍ଟର ଛାଡ଼ିବାକୁ ପଡ଼ିବ, ଆମେ କ'ଣ କରିବା? ଯାହା ହଉ ଭଗବାନଙ୍କର ଦୟା, ତାଙ୍କୁ ଗୋଟିଏ ସେଇ କଲୋନୀ ପରେ ଗୋଟେ ଜାଗା, ଖଣ୍ଡେ ଛୋଟିଆ ଜାଗା ମିଳିଲା। ତାକୁ କିଣିଲେ, ଆଉ ସେଥିରେ ଘର କଲେ। ଆଉ ଘର କରିସାରିଲା ପରେ ବହୁତ ତାଙ୍କୁ ଆତ୍ମସନ୍ତୋଷ ମିଳିଲା। ଯାହା ହଉ, ଛୋଟ ବି ହଉ, ନିଜର ତ ଘର। ଖୁସିରେ ଥାନ୍ତି। ଆଉ ଧୀରେ ଧୀରେ ସେ ଏରିଆରେ କିଶୋରୀଙ୍କର ସାଙ୍ଗସାଥି ଭଲ ମନ୍ଦ ସବୁ ମିଳିଲେ, ସାଙ୍ଗସାଥି ହେଲେ। ଆଉ ଗୋଟିଏ ସେଇ କଲୋନୀରେ ଗୋଟେ ପାର୍କ ଥାଏ। ସମସ୍ତେ ସନ୍ଧ୍ୟା 4ଟା 5ଟା ସେକେଣ୍ଡ ହାଫ୍ ଯାହା କୁହନ୍ତି, ଉପରବେଳା ସନ୍ଧ୍ୟାବେଳକୁ ଭେଟ ହୁଅନ୍ତି, ଗପସପ ଭଲ ମନ୍ଦ ହୁଅନ୍ତି। କିଏ କହେ ମୋ ବୋହୂ ଏଇଆ କଲା, କିଏ କହେ ମୋ ପୁଅ ଏଇଆ କଲା। ସବୁ ଶୁଣି ଶୁଣି ନିଜକୁ ନିଜେ ଭାବନ୍ତି କିଶୋରୀ, ଆରେ ମୁଁ କାହାକୁ କହିବି? ମୋ ଘର ପରିସ୍ଥିତି ଯାହା, ଏଠି ସମସ୍ତଙ୍କ ପରିସ୍ଥିତି ସେଇଆ। ତେଣୁକରି ତାଙ୍କ କଥା ଚିନ୍ତା କରିକିରି ମୋ ଲାଭ କ'ଣ? ମୁଁ କାହିଁକି ନିଜକୁ କଷ୍ଟ ଦେଉଛି? ବରଂ ଯେତିକି ଦିନ ଆମେ ବଞ୍ଚିବା, ବିନ୍ଦାସରେ ବଞ୍ଚିବା। ତାପରେ କିଶୋରୀ ଖୁସିରେ ଆସନ୍ତି, ଛଣାଛଣି ଭଲ ମନ୍ଦ କରିକି ତାଙ୍କ ସ୍ୱାମୀକି ଦିଅନ୍ତି। ବ୍ରଜବାବୁ କିରେ ଆଜି କ'ଣ ଏତେ ଖୁସି? କ'ଣ ଆଜି ଗୁଣୁଗୁଣ ହେଉଛ? ଆଜି ଗୀତ ବୋଲୁଛ, ଆଜି ଖାଇବାକୁ ଦେଉଛ, ଆଜି ତ କାହିଁ ପୁଅ କଥା କହୁନ? ନା ଛାଡ଼ ହୋ, ସିଏ ତ ବାହାରେ ରହୁଛନ୍ତି, ବିଦେଶରେ ରହୁଛନ୍ତି, ସିଏ ଖାଇବା ପିଇବା, ତମେ ଖାଅ, ଆମେ ଯେତେ ଦିନ ବଞ୍ଚିବା ସେତେ ଦିନ ଖାଇ ପିଇକି ଅୟସ କରିବା। ବ୍ରଜବନ୍ଧୁ ମନକୁ ଟିକେ ଆଶ୍ୱସ୍ତି ଆସେ। ଯାହା ହଉ, କିଶୋରୀ ଆଜି ବୁଝିପାରିଛନ୍ତି ଆଜିକାଲି ଦୁନିଆର କଥା, ନିଜର ପୁଅ କଥା, ଏ ସମାଜର କଥା। ତାଙ୍କୁ ବହୁତ ଆତ୍ମସନ୍ତୋଷ। ସିଏ ମଧ୍ୟ କିଶୋରୀ ପାଇଁ ବହୁତ ଖୁସି ହୁଅନ୍ତି। ଆଉ ତାପରେ କିଛି ଦିନ ଫୋନ୍ ନ କଲା ପରେ ରାଜୀବ ଫୋନ୍ କରନ୍ତି। ମା ଫୋନ୍ ଉଠାନ୍ତି, ଆଉ କୁହନ୍ତି, ହଁ ହ୍ୟାଲୋ। ରାଜୀବ କୁହନ୍ତି ସେପଟୁ, ବୋଉ ତୁ ଆଉ କାହିଁ ଫୋନ୍ କରୁନୁ ଆଜିକାଲି? ନା ଆରେ ମୁଁ ବହୁତ ବ୍ୟସ୍ତ ଅଛି। ରାଜୀବ ଯେଉଁ କଥାଟା କହିଥିଲେ ତାଙ୍କୁ କିଶୋରୀଙ୍କୁ, ଠିକ୍ ଓଲଟା ସେଇ କଥା ଟିକେ ତାଙ୍କୁ କହିଲେ। ପୁଣି ତା ପରଦିନ ଫୋନ୍ କଲେ, ସେଇ କଥାକୁ ଦୋହରାଇଲେ। ପୁଣି ତୃତୀୟ ଦିନ ଯେତେବେଳେ କଲେ, ବୋଉ ତୋର କ'ଣ ହେଇଛି? ତୁ ସବୁବେଳେ କ'ଣ ବ୍ୟସ୍ତ? ତୁ କରୁଛୁ କ'ଣ? ବାପାଙ୍କର ତ କହୁଛୁ ରିଟାୟାରମେଣ୍ଟ ହେଲାଣି, ତୁ ତ ଘରେ ଥିବୁ, କରୁଛୁ କ'ଣ? ନା ରେ ନାଇଁ ମୋର ସେ ସାଙ୍ଗ, ସେ ଦାମବାବୁଙ୍କ ମିସେସ୍ ଆସିଛନ୍ତି, ଟିକେ ତାଙ୍କ ସାଥିରେ କଥାବାର୍ତ୍ତା, ମୁଁ ତାଙ୍କୁ ଚର୍ଚ୍ଚାବର୍ଚ୍ଚା ଟିକେ କରୁଛି। ଆଉ ସେତିକିରେ ବୁଝିଗଲା ପୁଅ। ମୁଣ୍ଡ ତାର ଚକର ଖାଇଲା। କ'ଣ ହେଇଛି? ଯେଉଁ ମା ମୋ ପାଇଁ ପାଗଳ ହେଉଥିଲା, ଆଜି ସେ ମା ମୋତେ ଆଭଏଡ଼ କରୁଛି। କାରଣ କ'ଣ? କିଛି ବୁଝିବା ପୂର୍ବରୁ ସବୁ ବୁଝିଗଲା। ଆଉ ଏପଟେ ଏମାନେ 2 ଜଣ ବହୁତ ଖୁସିରେ ଥିଲେ। ଆଉ ଶେଷ ମୁହୂର୍ତ୍ତରେ ଯେତେବେଳେ ପୁଅ ବୋହୂ ଫେରିବା ପାଇଁ ଚେଷ୍ଟା କଲେ ବା ଫେରିଲେ, ସେତେବେଳକୁ ଆଉ କିଛି ନଥିଲା। ବୁଢ଼ାବୁଢ଼ୀ 2 ଜଣ, ବ୍ରଜବାବୁ ଆଉ କିଶୋରୀ, ଗୋଟେ ଅନାଥ ଆଶ୍ରମକୁ ସମ୍ପୂର୍ଣ୍ଣ ଘର ଲେଖିଦେଲେ, ଟ୍ରଷ୍ଟ ଲେଖିଦେଇଛନ୍ତି। ଆଉ ନିଜେ ବୃଦ୍ଧାଶ୍ରମକୁ ପଳାଇ ଯାଇଛନ୍ତି। କାହିଁକି? ତାଙ୍କର ଯେଉଁ ପେନ୍ସନ୍ ମିଳୁଛି ସେଇଥିରେ ସେ ବୃଦ୍ଧାଶ୍ରମରେ ଚଳିଯିବେ। ଯେତେ ଦିନ ବଞ୍ଚିବେ ଚଳିଯିବେ। ଆଉ ଯେତେବେଳେ
4 ବର୍ଷ 5 ବର୍ଷ ପରେ ଘରକୁ ଫେରିଲେ ନା ସେ କ୍ୱାର୍ଟର ଅଛି ନା ଘର ଅଛି, କିଛି ନାହିଁ। ବାପା ମା ବୃଦ୍ଧାଶ୍ରମରେ ରହୁଥିଲେ, ବାପା ଚାଲି ଯାଇଛନ୍ତି, ମା ଅଛନ୍ତି ଆଉ ବହୁତ ଖୁସିରେ ଅଛନ୍ତି। ଆଉ ଯେତେବେଳେ ରାଜୀବ କହିଲେ, ମା ତୁ ଏକୁଟିଆ ଏଠି କାହିଁ ରହିବୁ, ତୁ ଆମ ସାଥିରେ ପଳେଇ ଚାଲ। କିଶୋରୀ କହିଲେ, କୁଆଡ଼େ ଯିବି, କାହିଁକି ଯିବି? ଶେଷ ଅବସ୍ଥାଟା ମୁଁ ଏଠି ବହୁତ ଖୁସିରେ ଅଛି। ତୁମେ ମାନେ ଖୁସିରେ ରୁହ, ତୁମେ ବାହାରକୁ ଯାଅ, ମୋର ଯିବାର ନାହିଁ। ବନ୍ଧୁମାନେ, ଆପଣ ଭାବିପାରୁଥିବେ ଗୋଟେ ମାଆର ଦୁଃଖ, ଗୋଟେ ମାଆର କଷ୍ଟ। ଆଉ ଏଥର ବିଚାର କରନ୍ତୁ, ରାଜୀବ କ'ଣ ଭାବୁଥିବ, କ'ଣ ଚିନ୍ତା କରିଥିବ। ସେ ତା ମାଆକୁ ପାଖକୁ ନେବ, ମା ତ ମନା କରିଦେଲେ, କି ସେ ବିଦେଶ ଚାଲିଯିବ। ଆପଣମାନେ ବିଚାର କରନ୍ତୁ। ଜୟ ଜଗନ୍ନାଥ। ଆଉ ଆପଣଙ୍କୁ ଅନୁରୋଧ, ଯଦି ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ବି କହୁଛି ଟିକେ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ।